କ୍ଷିତିଜ୍ୟୋତି ଆଶ୍ରମ ତରଫରୁ ଟିଆସ ପଶି ଆଦିବାସୀ ଭୂମିଜ ସାହିରେ ପିଲାମାନଙ୍କୁ ପାଠ୍ୟ ଉପକରଣ ଓ ଲୋକଙ୍କୁ ମଶାରୀ ବଣ୍ଟନ। ବିଶ୍ୱ ଭାତୃତ୍ୱ ଦିବାତ୍ମା ପରିଷଦ କ୍ଷିତିଜ୍ୟୋତି ଆଶ୍ରମ ଘଟଗାଁ ଶାଖା ଆନୁକୂଲ୍ୟରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ପଞ୍ଚାୟତର ଟିଆସ ପଶି ଆଦିବାସୀ ଭୂମିଜ ସାହିରେ ପାଠ୍ୟ ଉପକରଣ ଓ ମଶାରୀ ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ରଙ୍ଗାମାଟିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ମାଧୁରୀ ନାୟକ ଓ ଭଣ୍ଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ସାଇବାଣୀ ନାୟକ, କବି ତଥା ସଂଗଠକ ଡମ୍ବରୁ ମହାନ୍ତ ଓ କବି ଭାବଗ୍ରାହୀ ମହାନ୍ତ ସମ୍ମାନିତ ଅତିଥି ରୂପରେ ଯୋଗଦେଇ ଅବହେଳିତ ଆଦିବାସୀ ଭୂମିଜ 85 ଜଣ ପିଲାଙ୍କୁ ଖାତା, କଲମ, ବିସ୍କୁଟ ଓ ଚକୋଲେଟ୍ ଏବଂ 45 ଜଣ ଲୋକଙ୍କୁ ମଶାରୀ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କବି ତଥା ସଂଗଠକ ଚରମାନନ୍ଦ ପ୍ରତାପ ଓ କେନ୍ଦ୍ର ପରିଚାଳକ ଅର୍ଜୁନ ଚରଣ ମହାନ୍ତ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ତାପସ ପଣ୍ଡା, ମିଡିଆ ସେଲ୍ର ଦଶରଥ ବାରିକ, ଅର୍ଜୁନ ସିଂ ଓ କାନ୍ଦରୁ ମୁଖୀ ଉପସ୍ଥିତ ରହିଥିଲେ। କେନ୍ଦୁଝରରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକଙ୍କ ରିପୋର୍ଟ, ସମ୍ପର୍କ ନ୍ୟୁଜ୍ ଓଡ଼ିଆ।